ଏଇ ଶୀତଦିନିଆ ଆସିଲେ ଗାଁରେ ଯେଉଁ ଆମର ମାଛ ରୋହି ମାଛ ଇଲିଶି ମାଛ ତା ଦେହରେ ଫୁଲକୋବି ପଡ଼ିକି ଯେଉଁ ତରକାରୀଟା ହୁଏ ଆଉ ଶୀତଦିନିଆ ଖରାରେ ବସି ଗରମ ଭାତ ସହିତ ଖାଇବା ତାର ମଜା ଗୋଟେ ଅଲଗା ଥାଏ। ଆଜି ସେଇ ଦିନକୁ ତାଜା କରିବା ପାଇଁ ତ ମୁଁ ଆଜି ଘରେ ବନେଇଛି ଯେଉଁ ଫୁଲକୋବି ପକାଇ ଗୋଟେ ରୋହି ମାଛ ଝୋଳ। ମୁଁ ମସଲା ଦେଇଛି ଦେଖନ୍ତୁ ଅଦା ଜିରା ଧଣିଆ ଶୁଖିଲା ଲଙ୍କା ପିଆଜ ରସୁଣ ତାକୁ ଗୋଟେ ମସଲା ବନେଇ ଦେଇଛି। ଆଉ କଡ଼ାରେ ତେଲ ପକେଇକି ପିଆଜକୁ ସନ୍ତୁଳି ଦେଇଛି। ତା ଦେହରେ ମୁଁ ମସଲା ପକାଇ ଦେଇଛି ତ ଅଳ୍ପ ଟିକେ ଗୋଟା ମସଲା ପକାଇଥିଲି। ମସଲା ହେଇଗଲା ପରେ ଟମାଟୋ ସବୁ ହଳଦୀ ଲୁଣ ମସଲା ସବୁ ପକାଇ ଦେଇଛି ଆଉ ତାକୁ ଭଲ ଭାବରେ କଷି ଦେଇଛି। କଷି ଦେଲା ପରେ ଅଳ୍ପ ଟିକେ ପାଣି ଦେଇ ତାକୁ ଟିକେ ଢାଙ୍କି ଦେଇଛି। ଦେଖନ୍ତୁ ତେଲ ଅଂଶ ଏଠି ବାହାରି ଗଲା ପରେ ତାପରେ ଫୁଲକୋବି ପକାଇକି ଆଉ ଟିକେ ଭଲ ଭାବରେ କଷି ନେଇଛି। ମସଲା କଷିଗଲା ପରେ ପାଣି ଦେଇ ଦେଇଛି। ପାଣି ଫୁଟିଲା ପରେ ମାଛ ସବୁ ଛାଡ଼ି ଦେଇଛି। ଦେଖନ୍ତୁ ମୋର ରେଡ଼ି ହେଇଛି।